ଅଫିସର ଯେଉଁମାନେ ଛାଡ଼ିକି ଯାଉଛନ୍ତି ସେଟା ତାଙ୍କର ବ୍ୟକ୍ତିଗତ ମତ। କାହିଁକି ଛାଡ଼ିକି ଯାଉଛନ୍ତି ସେଟା ତାଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଯେଉଁ ଅଫିସର ମାନେ ବିଗତ ସରକାରରେ ସକ୍ରିୟ ଥାଇକିରି ରାଜନୈତିକ କାର୍ଯ୍ୟକଳାପ କରୁଥିଲେ ସେମାନେ ନିଶ୍ଚିତ ଭାବରେ ନିଜକୁ ଦୋଷୀ ମନେ କରୁଛନ୍ତି ଏବଂ ସେମାନେ ତ ଛାଡ଼ିକି ଯିବେ ହିଁ ଯିବେ। ଏଠି ରହିଲେ ଆମର କିଛି ଆପତ୍ତି ନାହିଁ, ସିଏ ତାଙ୍କୁ ଲୋକମାନେ ଗ୍ରହଣ କରିବେନି, ସରକାରୀ କର୍ମଚାରୀ ହିସାବରେ ତାଙ୍କୁ ଲୋକମାନେ ଗ୍ରହଣ କରିବେନି ଏବଂ ସହଜରେ ସିଏ ଏ ସରକାର ସହିତ ସାମିଲ ହେଇକି କାମ କରିପାରିବେନି। କାରଣ ସେମାନେ ମାନସିକ ସ୍ତରରେ ପୁରା ଦୁର୍ବଳ ହୋଇଯାଇଛନ୍ତି ଏବଂ ଯେଉଁ ସର୍ଭିସ ରୁଲ୍ ଅଛି ତାକୁ ଉଲ୍ଲଂଘନ କରିକିରି ସେମାନେ ରାଜନୈତିକ କାର୍ଯ୍ୟକଳାପ କରିଛନ୍ତି। ସେମାନେ ଯେତେବେଳେ ନିଯୁକ୍ତି ପାଇଲେ ସେମାନେ ଶପଥ ନେଇଥିଲେ ଆମେ ଭାରତର ଲୋକଙ୍କର ସେବା କରିବୁ। ସେମାନେ ଶପଥ ନେଇନଥିଲେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲକରା ହେଇକି କରିବୁ କାମ। ଆଜି ସେମାନଙ୍କୁ ଗିଲ୍ଟି ଫିଲ୍ ହେଉଛି, ସେମାନେ ପଳାଉଛନ୍ତି ଛାଡ଼ିକି। ଯେ ସେମାନେ ନିଜକୁ ନିଜେ ଗିଲ୍ଟି ଫିଲ୍ କରୁଛନ୍ତି। ସେମାନେ ଯେଉଁ ଭୁଲ କରିଛନ୍ତି ସେ ଭୁଲର ପୁନରାବୃତ୍ତି ଏ ସରକାର କରିବ ନାହିଁ। ଏ ସରକାର ସରକାରୀ କର୍ମଚାରୀଙ୍କୁ ରାଜନୈତିକ କାର୍ଯ୍ୟକ୍ରମରେ ନିୟୋଜିତ କରିବ ନାହିଁ। ପ୍ରଶାସନିକ ଅଧିକାରୀମାନେ ତାଙ୍କର ନିଜର ଦାୟିତ୍ୱ ନିର୍ବାହ କରନ୍ତୁ। ଇଏ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର, ମୋହନ ମାଝୀଙ୍କ ସରକାର। ଏଠି ସମସ୍ତେ ସରକାରୀ ଆଇନ ବ୍ୟବସ୍ଥାରେ ଚାଲିବେ। ଯେଉଁମାନେ ଛାଡ଼ିକି ଯିବେ, ଯାହାର ପ୍ରଶାସନିକ ବ୍ୟବସ୍ଥା ଅଛି, ସେଥିରେ ଆମର କିଛି କହିବାର ନାହିଁ। ସେଟା ସାଧାରଣ ପ୍ରଶାସନର ବିଷୟ ଏବଂ କେନ୍ଦ୍ର ସରକାରଙ୍କର ବିଷୟ ଅଛି। କିନ୍ତୁ ମୁଁ ଏତିକି କହିବି ଯେ ଯେଉଁମାନେ ବୋଲକରା ହେଇକିରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାମ କରୁଥିଲେ, ଆମ ସରକାର ତ ସ୍ଥାନ ଅଛି, ସେମାନେ ଅଛନ୍ତି, କିନ୍ତୁ ସେମାନେ କେତେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ସେଟା ଜାଣିବା ଦରକାର, କ'ଣ ଦାୟିତ୍ୱରେ ଅଛନ୍ତି ସେଟା ଦରକାର।